ଆଜି ଆମେ ଓଡ଼ିଶାର ପ୍ରାଚୀନ ଏବଂ ଲୁକାୟିତ ବ୍ୟବସ୍ଥାଗୁଡ଼ିକୁ ଡିକୋଡ୍ କରିବାକୁ ଯାଉଛୁ। ଜୀବବିଜ୍ଞାନର ସେହି ଅଦୃଶ୍ୟ ଜିପିଏସ୍ ଠାରୁ ଆରମ୍ଭ କରି ହଜିଯାଇଥିବା ପ୍ରାଚୀନ ଧାତୁକଳା ପର୍ଯ୍ୟନ୍ତ। ଆଜିର ଆମର ମୁଖ୍ୟ ପ୍ରସଙ୍ଗ ହେଉଛି OSSC CGLର ଓଡ଼ିଶା ସାଧାରଣ ଜ୍ଞାନର ପ୍ରାକ୍ଟିସ୍ ସେଟ୍ ନମ୍ବର 17। ଆଚ୍ଛା, ସେଟ୍ ନମ୍ବର 17। ଏଥିରେ ବହୁତ ହୁଏ ନଦୀ, ଜନଜାତି ଆଉ ମନ୍ଦିର ଉପରେ ପ୍ରଶ୍ନ ସବୁ ଅଛି, ରାଇଟ୍? ହଁ, ଏଥିରେ ଏମିତି 10ଟି ପ୍ରଶ୍ନ ରହିଛି ଯାହାକୁ ଆମେ ପ୍ରକୃତରେ ହାଇ ଟ୍ରାପ୍ କ୍ୱେଶ୍ଚନ୍ସ ବୋଲି କହିପାରିବା। ଦେଖିବାକୁ ସହଜ, କିନ୍ତୁ ଭୁଲ କରିବାର ଚାନ୍ସ ବହୁତ ଅଧିକ। ସମ୍ପୂର୍ଣ୍ଣ ସତ କଥା। ଏହି ପ୍ରଶ୍ନଗୁଡ଼ିକ ଉପରୁ ଦେଖିବାକୁ ବହୁତ ସିମ୍ପଲ୍ ଲାଗେ, କିନ୍ତୁ ଏହାର ଅପସନ୍ସଗୁଡ଼ିକ ଭିତରେ ଏମିତି କିଛି ଛୋଟ ଛୋଟ ଫାନ୍ଦ ବା ଟ୍ରାପ୍ ଲୁଚି ରହିଥାଏ ଯାହା ପରୀକ୍ଷା ସମୟରେ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି କରେ। ହଁ, ସେଇ ଦ୍ୱନ୍ଦ୍ୱକୁ ଦୂର କରିବା ହିଁ ଆଜି ଆମର ମିଶନ। ଠିକ୍ କହିଲେ। ଆଜି ଆମର ଉଦ୍ଦେଶ୍ୟ ହେଉଛି ଯେ ଆମେ କେବଳ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଢ଼ି ତାର ଉତ୍ତରଟା କହିଦେବୁ ନାହିଁ। ଆମେ ପ୍ରତ୍ୟେକ ପ୍ରଶ୍ନର 4ଟି ଯାକ ଅପସନ୍କୁ ଭଲ ଭାବେ ଦେଖିବା, ଆଉ ସେହି ଉତ୍ତର ପଛରେ ଥିବା ପ୍ରକୃତ କାରଣ, ମାନେ ତାର କାହିଁକି ଆଉ କିପରି କୁ ସମ୍ପୂର୍ଣ୍ଣ ରୂପେ ଖୋଲି ବିଶ୍ଳେଷଣ କରିବା। ତାହେଲେ ଆସନ୍ତୁ ସିଧାସଳଖ ଆରମ୍ଭ କରିବା ଆମର ପ୍ରଥମ ପ୍ରଶ୍ନରୁ। ପ୍ରଶ୍ନ 1 ହେଉଛି, ପୂର୍ବଘାଟ ପର୍ବତମାଳାର ସିଙ୍ଖାରାମ ପାହାଡ଼ରୁ କେଉଁ ନଦୀ ବାହାରି ଗଞ୍ଜାମ ନିକଟରେ ବଙ୍ଗୋପସାଗରରେ ପଡ଼ିଛି? ଆଚ୍ଛା, ଅପସନ୍ସଗୁଡ଼ିକ କ'ଣ ଅଛି? ଆମ ପାଖରେ 4ଟି ବିକଳ୍ପ ଅଛି। ଅପସନ୍ ଏ ହେଉଛି ନାଗାବଳୀ, ଅପସନ୍ ବି ଋଷିକୁଲ୍ୟା, ଅପସନ୍ ସି ବଂଶଗାରା ଏବଂ ଅପସନ୍ ଡି ହେଉଛି ଇନ୍ଦ୍ରାବତୀ। ଏଇଟା ଗୋଟେ କ୍ଲାସିକ୍ ଟ୍ରାପ୍। ମୁଁ ସତ୍ୟ କହିବି, ଯେତେବେଳେ ମୁଁ ଏହି ପ୍ରଶ୍ନଟି ପ୍ରଥମେ ଦେଖିଲି, ମୁଁ ସମ୍ପୂର୍ଣ୍ଣ ସିଓର ଥିଲି ଯେ ଏହାର ଉତ୍ତର ବଂଶଧାରା ହେବ। ମାନେ ଦକ୍ଷିଣ ଓଡ଼ିଶାର ନଦୀ କହିଲେ ତ ଆମ ମୁଣ୍ଡକୁ ପ୍ରଥମେ ସେହି ନାମ ହିଁ ଆସେନା। ହଁ, ଅଧିକାଂଶ ପିଲା ସେଇ ଭୁଲ ହିଁ କରନ୍ତି। କିନ୍ତୁ ମୁଁ ସେହି ଟ୍ରାପ୍ରେ ଫସି ଯାଇଥିଲି। ପ୍ରକୃତରେ ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଋଷିକୁଲ୍ୟ। ଏହା ହିଁ ହେଉଛି ପ୍ରଶ୍ନର ସବୁଠାରୁ ବଡ଼ ଫାନ୍ଦ। ଦେଖନ୍ତୁ, ପୂର୍ବଘାଟ ପର୍ବତମାଳାରୁ ବାହାରିଥିବା ନଦୀଗୁଡ଼ିକ ମଧ୍ୟରେ ବହୁତ ସାମଞ୍ଜସ୍ୟ ଅଛି, କିନ୍ତୁ ଋଷିକୁଲ୍ୟା ନଦୀର ଗୋଟେ ଅଲଗା ସ୍ୱତନ୍ତ୍ରତା ଅଛି। ସେଇଟା କ'ଣ? ଏହା କନ୍ଧମାଳର ଦାରିଙ୍ଗାବାଡ଼ି ନିକଟସ୍ଥ ଋଷିକିମାଳା ବା ସିଙ୍କାରାମ ପାହାଡ଼ର ବାହାରି ଗଞ୍ଜାମ ଜିଲ୍ଲାର ପୁରୁଣାବନ୍ଧ ନିକଟରେ ସମୁଦ୍ରରେ ମିଶିଛି। ତେବେ ଏଠାରେ ସବୁଠାରୁ ଆକର୍ଷଣୀୟ ବିଷୟ କେବଳ ଏହାର ଭୂଗୋଳ ନୁହେଁ, ଆଉ କ'ଣ? ବରଂ ଏହାର ମୁହାଣରେ ଘଟୁଥିବା ଏକ ପ୍ରାକୃତିକ ଚମତ୍କାର। ଏହି ସ୍ଥାନ ବିଶ୍ୱର ଅନ୍ୟତମ ବୃହତ୍ତମ ଅଲିଭ୍ ରିଡ୍ଲେ କଇଁଛମାନଙ୍କର ସାମୂହିକ ଅଣ୍ଡାଦାନ ବା ଅରିବାଡ଼ା ପାଇଁ ପ୍ରସିଦ୍ଧ। ଓହୋ, ହଁ, ସେଇ କଥା ତ ମୋତେ ସବୁବେଳେ ଆଶ୍ଚର୍ଯ୍ୟ କରେ। ମାନେ ଏହି କଇଁଛମାନେ କୌଣସି ମ୍ୟାପ୍ କିମ୍ବା ସ୍ୟାଟେଲାଇଟ୍ ବିନା ହଜାର ହଜାର କିଲୋମିଟର ଦୂରରୁ ଆସନ୍ତି। ହଁ, ପୁରା ଶାନ୍ତ ମହାସାଗରରୁ। ଆଉ ଆସିକି ଠିକ୍ ସେହି ଋଷିକୁଲ୍ୟା ନଦୀର ମୁହାଣକୁ ଖୋଜି ପାଆନ୍ତି। ଏହା କିପରି ସମ୍ଭବ ହୁଏ ପ୍ରକୃତରେ? ଏହାର ମୁଖ୍ୟ କାରଣ ହେଉଛି ଏକ ଅତ୍ୟନ୍ତ ଜଟିଳ ଜୈବିକ ପ୍ରକ୍ରିୟା, ଯାହାକୁ ଜିଓମ୍ୟାଗ୍ନେଟିକ୍ ଇମ୍ପ୍ରିଣ୍ଟିଂ କୁହାଯାଏ। ବୁଝିଲେ ତ? ଟିକେ ସରଳ ଭାବରେ ବୁଝାଇବେ କି? ନିଶ୍ଚୟ। ଯେତେବେଳେ ଗୋଟିଏ ଛୋଟ କଇଁଛ ଛୁଆ ସେ ବାଲିରୁ ଜନ୍ମ ହୋଇ ପ୍ରଥମ ଥର ପାଇଁ ସମୁଦ୍ର ଆଡ଼କୁ ଯାଏ, ସେହି ସମୟରେ ତାର ମସ୍ତିଷ୍କ ସେହି ନିର୍ଦ୍ଦିଷ୍ଟ ସ୍ଥାନର ପୃଥିବୀର ଚୁମ୍ବକୀୟ କ୍ଷେତ୍ର ବା ମ୍ୟାଗ୍ନେଟିକ୍ ଫିଲ୍ଡର ଏକ ନକ୍ସା ନିଜ ଭିତରେ ରେକର୍ଡ କରିନିଏ। ଆରେ ବାଃ, ଗୋଟେ ଇନବିଲ୍ଟ ନାଭିଗେସନ୍ ସିଷ୍ଟମ ଭଳି। ବିଲକୁଲ। ଆଉ ବର୍ଷ ବର୍ଷ ଧରି ମହାସାଗରରେ ବୁଲିବା ପରେ ମଧ୍ୟ ଅଣ୍ଡା ଦେବା ସମୟରେ ସେହି ମା କଇଁଛଟି ନିଜ ଶରୀର ଭିତରେ ଥିବା ସେହି ପ୍ରାକୃତିକ କମ୍ପାସକୁ ବ୍ୟବହାର କରେ ଆଉ ପୁଣି ଥରେ ଠିକ୍ ସେହି ଗୋଟିଏ ନିର୍ଦ୍ଦିଷ୍ଟ ବେଳାଭୂମିକୁ ଫେରିଆସେ। ମାନେ ଋଷିକୁଲ୍ୟା ନଦୀର ମୁହାଣଟା ଯେମିତି ସେମାନଙ୍କ ପାଇଁ ଗୋଟେ ବିଶାଳ ସୁରକ୍ଷିତ ମ୍ୟାଟର୍ନିଟି ୱାର୍ଡ ବା ପ୍ରସୂତି ଗୃହ ପାଲଟିଯାଏ। ପ୍ରକୃତିର ଏକ ଅଦ୍ଭୁତ ବ୍ୟବସ୍ଥା ସତରେ। ହଁ, ପ୍ରକୃତି ସହ ଏହି ଜୀବଜନ୍ତୁଙ୍କର ଏକ ନିବିଡ଼ ସମ୍ପର୍କ ଅଛି। ଏବେ ଯଦି ଆମେ ଏହି ସମ୍ପର୍କରୁ ମଣିଷର ଇତିହାସ ଆଡ଼କୁ ଦେଖିବା, ତେବେ ଜାଣିପାରିବା ଯେ ଆମେ ମଧ୍ୟ ଏକଦା ପ୍ରକୃତି ଉପରେ ଏହିପରି ଭାବରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲୁ। ଆମର ପରବର୍ତ୍ତୀ ପ୍ରଶ୍ନଟି ଠିକ୍ ସେହି ସାଂସ୍କୃତିକ ନିର୍ଭରଶୀଳତା ବିଷୟରେ ଦର୍ଶାଉଛି। ଆଚ୍ଛା, ପ୍ରଶ୍ନ 2 କ'ଣ ଅଛି? ପ୍ରଶ୍ନ 2 ହେଉଛି, ଓଡ଼ିଶାର କେଉଁ ଜନଜାତି ଐତିହାସିକ ଭାବରେ ମହିଳାମାନଙ୍କ ଦ୍ୱାରା ପିନ୍ଧାଯାଉଥିବା ପତ୍ର ପୋଷାକ ପରମ୍ପରା ପାଇଁ ଜଣାଶୁଣା? ବିକଳ୍ପଗୁଡ଼ିକ ହେଲା ଅପସନ୍ ଏ ଜୁଆଙ୍ଗ, ଅପସନ୍ ବି ବଣ୍ଡା, ଅପସନ୍ ସି ସାଉରା ଏବଂ ଅପସନ୍ ଡି ଗଣ୍ଡ। ଏଇଟା ଗୋଟେ ବହୁତ ଭଲ ପ୍ରଶ୍ନ। ହଁ, ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଜୁଆଙ୍ଗ ଜନଜାତି।
ମୋତେ ଟିକେ ବୁଝାନ୍ତୁ, ଏହି ପରମ୍ପରାର ପ୍ରକୃତ ଉଦ୍ଦେଶ୍ୟ କ'ଣ ଥିଲା? ଏହା କ'ଣ କେବଳ ବସ୍ତ୍ରର ଅଭାବ ଯୋଗୁଁ ଥିଲା, ନା ଏହା ପଛରେ ଅନ୍ୟ କିଛି କାରଣ ରହିଥିଲା? ଦେଖନ୍ତୁ, ଏହି ପ୍ରଶ୍ନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସାଧାରଣତଃ ଲୋକମାନେ ଭାବନ୍ତି ଯେ ଏହା କେବଳ ଦାରିଦ୍ର୍ୟ କିମ୍ବା ଆଧୁନିକତାର ଅଭାବରୁ ହୋଇଥିଲା, କିନ୍ତୁ ପ୍ରକୃତ କଥାଟି ସମ୍ପୂର୍ଣ୍ଣ ଅଲଗା। ଅଲଗା ମାନେ ଆଉ କ'ଣ ହୋଇପାରେ? କେନ୍ଦୁଝର ଜିଲ୍ଲାର ଜଙ୍ଗଲବହୁଳ ଅଞ୍ଚଳରେ ରହୁଥିବା ଜୁଆଙ୍ଗ ସମ୍ପ୍ରଦାୟ ପାଇଁ ଏହା ଏକ ଗଭୀର ଆଧ୍ୟାତ୍ମିକ ବିଶ୍ୱାସ ଥିଲା। ମାନେ, ସେମାନେ ଜଙ୍ଗଲକୁ ଏକ ନିର୍ଜୀବ ସ୍ଥାନ ନୁହେଁ, ବରଂ ନିଜର ମା ବୋଲି ମାନୁଥିଲେ। ଓହୋ, ଏକଦମ ପବିତ୍ର ସମ୍ପର୍କ। ହଁ, ଗଛର ସତେଜ ପତ୍ର ପିନ୍ଧିବାର ଅର୍ଥ ଥିଲା ପ୍ରକୃତି ସହିତ ସିଧାସଳଖ ଯୋଡ଼ି ହୋଇ ରହିବା। ଏହା ଏକ ପ୍ରକାର କୃତଜ୍ଞତା ଜ୍ଞାପନ ଥିଲା, ଯେମିତିକି ମା ତାର ସନ୍ତାନକୁ ଆବୃତ କରି ସୁରକ୍ଷା ଦେଉଛି। ଏହା ପ୍ରକୃତିରେ ଗୋଟିଏ ସୁନ୍ଦର ଚିନ୍ତାଧାରା, ପ୍ରକୃତିକୁ ମା ରୂପେ ଦେଖିବା। ତେବେ ସମୟ ବଦଳିବା ସହ ସମାଜ ମଧ୍ୟ ବଦଳିଲା। ହଁ, ମଣିଷ ତ ଆଉ ଗୋଟେ ଜାଗାରେ ଅଟକି ରହିଲାନି। ଠିକ୍ କଥା। ମଣିଷ କେବଳ ପତ୍ର ପିନ୍ଧିବାରୁ ଆଗକୁ ବଢ଼ି ପ୍ରକୃତିର ବଡ଼ ବଡ଼ ପଥରକୁ କାଟି ବିଶାଳ ସ୍ଥାପତ୍ୟ ନିର୍ମାଣ କରିବାର କଳା ଶିଖିଲା। ଆମର ପ୍ରଶ୍ନ 3 ଠିକ୍ ସେହି ବିଶାଳ ସ୍ଥାପତ୍ୟ ଉପରେ ଆଧାରିତ। ପଢ଼ନ୍ତୁ। ପ୍ରଶ୍ନଟି ହେଲା, କୋଣାର୍କ ସୂର୍ଯ୍ୟ ମନ୍ଦିର କେଉଁ ଶାସକଙ୍କ ଦ୍ୱାରା ନିର୍ମିତ ହୋଇଥିଲା? ବିକଳ୍ପଗୁଡ଼ିକ ହେଲା ଅପସନ୍ ଏ କପିଳେନ୍ଦ୍ର ଦେବ, ଅପସନ୍ ବି ନରସିଂହଦେବ ପ୍ରଥମ, ଅପସନ୍ ସି ଅନନ୍ତବର୍ମନ ଚୋଳଗଙ୍ଗ ଦେବ ଏବଂ ଅପସନ୍ ଡି ଯଯାତି ଦ୍ୱିତୀୟ। ଏଠାରେ ତ ଅନେକ ଲୋକ କନଫ୍ୟୁଜ୍ ହୁଅନ୍ତି। ହଁ, ମୁଁ ଦେଖିଛି ଅନେକ ଲୋକ ଚୋଳଗଙ୍ଗ ଦେବ ଏବଂ ନରସିଂହଦେବଙ୍କ ମଧ୍ୟରେ ଦ୍ୱନ୍ଦ୍ୱରେ ପଡ଼ନ୍ତି। କିନ୍ତୁ କୋଣାର୍କର ସଠିକ୍ ଉତ୍ତର ହେଉଛି ଅପସନ୍ ବି ନରସିଂହଦେବ ପ୍ରଥମ। ଏକଦମ ଠିକ୍ ଧରିଛନ୍ତି। ମାନେ, ଅନନ୍ତବର୍ମନ ଚୋଳଗଙ୍ଗ ଦେବ ପୁରୀର ଜଗନ୍ନାଥ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ, କିନ୍ତୁ ନରସିଂହଦେବ ପ୍ରଥମ 13ର ଶତାବ୍ଦୀରେ କୋଣାର୍କ ମନ୍ଦିରର ନିର୍ମାଣ କରିଥିଲେ। ଆଚ୍ଛା। ଏଠାରେ ଯାହା ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ, ତାହା ହେଉଛି ଏହାର ଇଞ୍ଜିନିୟରିଂ ପ୍ରଣାଳୀ। ହଁ, ସେଇ ବାଲି ଉପରେ ମନ୍ଦିର ତିଆରି କରିବା କଥା କହୁଛନ୍ତି ତ? ବିଲକୁଲ। ସମୁଦ୍ରକୂଳର ସେହି ହୁଗୁଳା ବାଲି ଉପରେ ଟନ୍ ଟନ୍ ଓଜନର ଖଣ୍ଡଲାଇଟ୍ ଏବଂ ଲାଟେରାଇଟ୍ ପଥରକୁ କିପରି ଉପରକୁ ଉଠାଗଲା। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଶିଳ୍ପୀମାନେ ମନ୍ଦିର ନିର୍ମାଣ ସହିତ ସମାନ୍ତରାଳ ଭାବରେ ବାଲିର ବିଶାଳ ପାହାଡ଼ କିମ୍ବା ରାମ୍ପ ତିଆରି କରୁଥିଲେ। ବାଲିର ରାମ୍ପ ମାନେ ପଥରକୁ ଗଡ଼ାଇବା ପାଇଁ? ହଁ, ଏବଂ ହାତୀମାନଙ୍କ ଦ୍ୱାରା ସେହି ବିରାଟ ପଥରଗୁଡ଼ିକୁ ଗଡ଼ାଇ ଗଡ଼ାଇ ଉପରକୁ ନେଉଥିଲେ। ଆଉ ଗୋଟେ କଥା ଜାଣିଛନ୍ତି ତ, ଏହା କେବଳ ଏକ ଧାର୍ମିକ ପୀଠ ନଥିଲା। ନା, ଏହା ତ ଏକ ସୌର କ୍ୟାଲେଣ୍ଡର ଥିଲା। 24ଟି ଚକ ଏବଂ 7ଟି ଘୋଡ଼ାକୁ ନେଇ ଗଠିତ ଏହି ସମ୍ପୂର୍ଣ୍ଣ ମନ୍ଦିରଟି ବାସ୍ତବରେ ସମୟର ସଠିକ୍ ଗଣନା କରୁଥିଲା। ଏକ୍ଜାକ୍ଟଲି। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ବାଲିର ରାମ୍ପ ବ୍ୟବହାର କରି ଏତେ ବଡ଼ ମନ୍ଦିର ଠିଆ କରିଦେବା। କିନ୍ତୁ ଏତେ ବଡ଼ ବଡ଼ ପଥର କେବଳ ମଣିଷ ବା ହାତୀ ବଳରେ ତ ଆସିନଥିବ। ନିଶ୍ଚିତ ଭାବରେ ସେଥିପାଇଁ ଜଳପଥ ବା ନଦୀର ସାହାଯ୍ୟ ନିଆଯାଇଥିବ। ହଁ, ନଦୀ ତ ସେତେବେଳେ ମୁଖ୍ୟ ଟ୍ରାନ୍ସପୋର୍ଟ ସିଷ୍ଟମ ଥିଲା। ତେବେ ଏବେ ଆମେ ସେହି ନଦୀ ବ୍ୟବସ୍ଥାକୁ ଫେରିବା। ଆମର ପ୍ରଶ୍ନ 4, ଇବ୍ ନଦୀ କେଉଁ ପ୍ରମୁଖ ନଦୀର ଏକ ଉପନଦୀ? ବିକଳ୍ପ ଅଛି ଅପସନ୍ ଏ ବ୍ରାହ୍ମଣୀ, ଅପସନ୍ ବି ମହାନଦୀ, ଅପସନ୍ ସି ସୁବର୍ଣ୍ଣରେଖା ଏବଂ ଅପସନ୍ ଡି ବୈତରଣୀ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ମହାନଦୀ। ହଁ, ଇବ୍ ହେଉଛି ମହାନଦୀର ଉପନଦୀ। କିନ୍ତୁ ମୋର ଗୋଟେ ପ୍ରଶ୍ନ ଅଛି, ଆମେ ସବୁବେଳେ କେବଳ ମହାନଦୀର ବିଶାଳତା ବିଷୟରେ ହିଁ କଥା ହେଉ। ଏହି ଇବ୍ ନଦୀ ଭଳି ଉପନଦୀଗୁଡ଼ିକର ଭୂମିକା ପ୍ରକୃତରେ କେତେ ଗୁରୁତ୍ୱପୂର୍ଣ୍ଣ? ଏହା ଏକ ବହୁତ ସୁନ୍ଦର ଦୃଷ୍ଟିକୋଣ। ମାନେ, ଆମେ ସାଧାରଣତଃ କେବଳ ମୁଖ୍ୟ ନଦୀକୁ ଦେଖୁ, କିନ୍ତୁ ଉପନଦୀଗୁଡ଼ିକ ହିଁ ହେଉଛନ୍ତି ସେହି ଫୋର୍ସ ମଲ୍ଟିପ୍ଲାୟର, ଯାହା ଏକ ସାଧାରଣ ଜଳଧାରାକୁ ଏକ ମହାନଦୀରେ ପରିଣତ କରନ୍ତି। ଆଚ୍ଛା, ସେମାନେ ହିଁ ମୁଖ୍ୟ ବଳ ଯୋଗାନ୍ତି। ବିଲକୁଲ। ଇବ୍ ନଦୀ ଛତିଶଗଡ଼ର ପାହାଡ଼ିଆ ଅଞ୍ଚଳରୁ ବାହାରି ଝାରସୁଗୁଡ଼ା ଦେଇ ଆସି ହୀରାକୁଦ ଜଳଭଣ୍ଡାର ନିକଟରେ ମହାନଦୀ ସହିତ ମିଶେ। ଯେତେବେଳେ ଇବ୍, ତେଲ କିମ୍ବା ଓଂ ଭଳି ଏହି ନଦୀଗୁଡ଼ିକ ଆସି ମୁଖ୍ୟ ନଦୀରେ ମିଶାନ୍ତି, ସେମାନେ ନିଜ ସହ କେବଳ ଜଳ ଆଣନ୍ତି ନାହିଁ ବୋଧହୁଏ। ଠିକ୍ ଧରିଛନ୍ତି। ସେମାନେ ପ୍ରଚୁର ପରିମାଣରେ ପଟୁମାଟି ମଧ୍ୟ ଆଣିଥାନ୍ତି। ଏହି ପଟୁମାଟି ବିନା ନଦୀକୂଳବର୍ତ୍ତୀ ଅଞ୍ଚଳ କେବେ ବି ଉର୍ବର ହୋଇପାରନ୍ତା ନାହିଁ। ଏହା ଠିକ୍ ଗୋଟେ ବଡ଼ ସଫଳ କମ୍ପାନୀ ଭଳି, ଯୋଉଠି ମାଲିକଙ୍କ ନାଁ ସମସ୍ତେ ଜାଣନ୍ତି, କିନ୍ତୁ ପଛରେ କାମ କରୁଥିବା ହଜାର ହଜାର କର୍ମଚାରୀଙ୍କ ପରିଶ୍ରମ ଯୋଗୁଁ ହିଁ ସେହି ସଫଳତା ମିଳିଥାଏ। ବହୁତ ବଢ଼ିଆ ତୁଳନା କଲେ, ସତ କଥା। ତେବେ ନଦୀ ଏବଂ ମାଟି କଥା ପଡ଼ିଛି ଯେତେବେଳେ, ଆସନ୍ତୁ ଦେଖିବା ମାଟି ଆଉ ଧାତୁକୁ ବ୍ୟବହାର କରି କିପରି ଏକ ଅଦ୍ଭୁତ କଳାର ସୃଷ୍ଟି ହୁଏ।
ପ୍ରଶ୍ନ 5 ହେଉଛି ଡୋକ୍ରା ଧାତୁ କଳା ପାଇଁ ଓଡ଼ିଶାର କେଉଁ ଜିଲ୍ଲା ପ୍ରସିଦ୍ଧ? ଅପସନଗୁଡ଼ିକ ପଢ଼ନ୍ତୁ। 4ଟି ବିକଳ୍ପ ହେଲା ଅପସନ୍ ଏ ଢେଙ୍କାନାଳ, ଅପସନ୍ ବି ସମ୍ବଲପୁର, ଅପସନ୍ ସି କୋରାପୁଟ ଏବଂ ଅପସନ୍ ଡି ବାଲେଶ୍ୱର। ଏଠାରେ ସଠିକ ଉତ୍ତର ହେଉଛି ଅପସନ୍ ଏ ଢେଙ୍କାନାଳ। ହଁ, ଢେଙ୍କାନାଳର ସଦୈବରଣୀ। ମୁଁ ଶୁଣିଛି ଯେ ଏହି ଡୋକ୍ରା କଳା ତିଆରି କରିବାର ପ୍ରଣାଳୀ ବହୁତ କଷ୍ଟକର। ଏହାକୁ ଲଷ୍ଟ ୱାକ୍ସ କାଷ୍ଟିଂ କୁହାଯାଏ ନା? ଏହା କିପରି କାମ କରେ ଟିକେ ବୁଝାଇବେ? ନିଶ୍ଚୟ। ଏହି ଲଷ୍ଟ ୱାକ୍ସ କାଷ୍ଟିଂ ବା ମହମ ତରଳାଇବା ପ୍ରଣାଳୀ ହେଉଛି ପୃଥିବୀର ସବୁଠାରୁ ପୁରୁଣା ଏବଂ ଜଟିଳ ଧାତୁକଳା ମଧ୍ୟରୁ ଗୋଟିଏ। ଆମେ ଯଦି ଢେଙ୍କାନାଳର ସେହି ସଦେବରଣୀ ଗାଁ କଥା ଧରିବା, ହଁ, ସେଠାକାର କାରିଗରମାନେ ପ୍ରଥମେ ଶୁଦ୍ଧ ମହମରେ ଗୋଟିଏ ସୁନ୍ଦର ମୂର୍ତ୍ତିର ଆକାର ତିଆରି କରନ୍ତି। ତାପରେ ସେହି ମହମ ମୂର୍ତ୍ତି ଉପରେ କାଦୁଅ ବା ମାଟିର ଏକ ମୋଟା ପ୍ରଲେପ ଦେଇ ତାକୁ ସମ୍ପୂର୍ଣ୍ଣ ରୂପେ ଆବୃତ କରି ତାକୁ ଶୁଖାନ୍ତି। ଆଚ୍ଛା, ମାନେ ଭିତରେ ମହମ ଆଉ ବାହାରେ ମାଟି। ଏକ୍ଜାକ୍ଟଲି। ଥରେ ତାହା ଶୁଖିଗଲା ପରେ ସେହି ମାଟିର ଛାଞ୍ଚକୁ ନିଆଁରେ ଗରମ କରାଯାଏ। ଉତ୍ତାପ ପାଇବା ମାତ୍ରେ ଭିତରର ମହମ ତରଳି ଏକ ଛୋଟ କଣା ଦେଇ ବାହାରକୁ ବାହାରିଯାଏ। ଏବେ ଭାବନ୍ତୁ, ସେହି ମାଟି ଭିତରେ ଥିବା ସ୍ଥାନଟି ସମ୍ପୂର୍ଣ୍ଣ ଖାଲି ହୋଇଗଲା। ଓହୋ, ଏବେ ବୁଝିଲେ ଲଷ୍ଟ ୱାକ୍ସ କାହିଁକି କୁହାଯାଏ। ତାପରେ ସେଇ ଖାଲି ସ୍ଥାନରେ ଧାତୁ ଦିଆଯାଏ। ହଁ, ଶେଷ ପର୍ଯ୍ୟାୟରେ ସେହି ଖାଲି ସ୍ଥାନରେ ତରଳ ପିତ୍ତଳ ବା ଅନ୍ୟ ଧାତୁ ଢାଳି ଦିଆଯାଏ। ଧାତୁ ଥଣ୍ଡା ହେବା ପରେ ବାହାର ମାଟିକୁ ଭାଙ୍ଗି ଦିଆଯାଏ ଏବଂ ଭିତରୁ ବାହାରେ ଏକ ଚମତ୍କାର ଡୋକ୍ରା ମୂର୍ତ୍ତି। ଆରେ ବାଃ! ଏହାର ଉପମା ଯଦି ମୁଁ ଦେବି, ତେବେ ମନେ କରନ୍ତୁ ଆମେ ବରଫରେ ଗୋଟିଏ ସୁନ୍ଦର 3D ମୂର୍ତ୍ତି ତିଆରି କଲେ। ତାକୁ ଗରମ ବାଲି ଭିତରେ ପୋତିଦେଲେ। ଗରମରେ ବରଫ ତରଳି ବାହାରିଯିବ ଏବଂ ସେଇ ଖାଲି ସ୍ଥାନରେ ଆମେ ତରଳ ରୂପା ବା ଧାତୁ ଢାଳିଦେଲେ ଯେମିତି ହେବ, ଏହା ଠିକ୍ ସେହିପରି ଏକ ପ୍ରକ୍ରିୟା। ବହୁତ ସୁନ୍ଦର ଉଦାହରଣ। ଆଉ ସବୁଠୁ ବଡ଼ କଥା ହେଲା, ଏଥିରେ ପ୍ରତିଟି ମୂର୍ତ୍ତି କେବଳ ଥରେ ହିଁ ତିଆରି ହୋଇପାରିବ। ହଁ, କାରଣ ପ୍ରତିଥର ମାଟିର ଛାଞ୍ଚକୁ ତ ଭାଙ୍ଗିବାକୁ ପଡ଼ିବ। ଏହା ପ୍ରକୃତିର ସ୍ଥାନୀୟ କଳାର ଏକ ଚମତ୍କାର ଉଦାହରଣ। ନିଶ୍ଚିତ ଭାବରେ। ଏବେ ଆମେ ସ୍ଥାନୀୟ କଳାରୁ ବାହାରେ ସମଗ୍ର ରାଜ୍ୟର ପରିଚୟ ଏବଂ ପରିବେଶକୁ ପ୍ରଭାବିତ କରୁଥିବା ବିଷୟ ଆଡ଼କୁ ଯିବା। ପ୍ରଶ୍ନ 6 ହେଉଛି ଏକ ଷ୍ଟେଟମେଣ୍ଟ ବା ବିବୃତ୍ତି ଭିତ୍ତିକ ପ୍ରଶ୍ନ। ଆଚ୍ଛା, କେଉଁ ବିଷୟରେ? ପ୍ରଶ୍ନଟି ଭିତରକାନିକା ଜାତୀୟ ଉଦ୍ୟାନ ବିଷୟରେ ଅଛି। ଷ୍ଟେଟମେଣ୍ଟ 1 କହୁଛି, ଏହା ହେନ୍ତାଳ ବଣ କିମ୍ବା ମ୍ୟାଙ୍ଗ୍ରୋଭ ପରିବେଶ ପାଇଁ ପ୍ରସିଦ୍ଧ। ଷ୍ଟେଟମେଣ୍ଟ 2 କହୁଛି, ଏହା କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ। ଏଇଟା ତ ସହଜ ଲାଗୁଛି। ହଁ, ଏହି ଦୁଇଟି ବିବୃତ୍ତି ମଧ୍ୟରୁ କେଉଁଟି ସଠିକ୍? ଅପସନ୍ ଏ କେବଳ 1, ଅପସନ୍ ବି କେବଳ 2, ଅପସନ୍ ସି ଉଭୟ 1 ଏବଂ 2, ଅପସନ୍ ଡି 1 କିମ୍ବା 2 ମଧ୍ୟରୁ କୌଣସିଟି ନୁହେଁ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି, ଅର୍ଥାତ୍ ଉଭୟ 1 ଏବଂ 2 ସଠିକ୍। ଏକଦମ ଠିକ୍। କିନ୍ତୁ ମୁଁ ଜାଣିବାକୁ ଚାହୁଁଛି ଯେ ଏହି ହେନ୍ତାଳ ବଣ ପ୍ରକୃତରେ ଏତେ ସ୍ୱତନ୍ତ୍ର କାହିଁକି? ଏହା ଆମ ପାଇଁ କିପରି ସାହାଯ୍ୟକାରୀ ହୁଏ? ଦେଖନ୍ତୁ, ଭିତରକନିକାର ହେନ୍ତାଳ ବନ ବା ମ୍ୟାଙ୍ଗ୍ରୋଭଗୁଡ଼ିକ କେବଳ କିଛି ସାଧାରଣ ଗଛ ନୁହନ୍ତି। ମାନେ ସେଗୁଡ଼ିକ ହେଉଛନ୍ତି ଆମ ଉପକୂଳର ପ୍ରାକୃତିକ ପ୍ରତିରକ୍ଷା ପ୍ରାଚୀର ବା ବାୟୋଲୋଜିକାଲ ଶିଲ୍ଡ। ଆଚ୍ଛା, ସୁରକ୍ଷା କବଚ ଭଳି କାମ କରନ୍ତି। ହଁ, ମ୍ୟାଙ୍ଗ୍ରୋଭ ଗଛଗୁଡ଼ିକର ଚେର ଏକ ବିଶାଳ ଜାଲ ପରି ମାଟି ଉପରେ ଏବଂ ଭିତରେ ବ୍ୟାପି ରହିଥାଏ। ଯେତେବେଳେ ସମୁଦ୍ରରୁ ଭୟଙ୍କର ସାମୁଦ୍ରିକ ଝଡ଼ ବା ବାତ୍ୟା ଆସେ ଏବଂ ଉଚ୍ଚ ଜୁଆର ମାଡ଼ି ଆସେ, ସେତେବେଳେ ଏହି ଜାଲ ଭଳି ଚେରଗୁଡ଼ିକ ପାଣିକୁ ଅଟକାଇ ଦିଅନ୍ତି। ବିଲକୁଲ, ସେହି ଚେରଗୁଡ଼ିକର ଜଳର ଗତିଜ ଶକ୍ତି ବା କାଇନେଟିକ୍ ଏନର୍ଜିକୁ ବହୁ ପରିମାଣରେ ଶୋଷି ନିଅନ୍ତି। ଫଳରେ ତାହା ପଛରେ ଥିବା ଗାଁଗୁଡ଼ିକ ସେହି ବାତ୍ୟାର ପ୍ରକୋପରୁ ରକ୍ଷା ପାଇଯାଆନ୍ତି। ଯଦି ଏହି ଜଙ୍ଗଲ ନଥାନ୍ତା, ତେବେ କେନ୍ଦ୍ରାପଡ଼ା ଏବଂ ଏହାର ଆଖପାଖ ଅଞ୍ଚଳ ବହୁ ପୂର୍ବରୁ ସମୁଦ୍ର ଗର୍ଭରେ ଲୀନ ହୋଇସାରନ୍ତାଣି। ସତରେ, ଏହାକୁ ହିଁ ପ୍ରକୃତ ରକ୍ଷା କବଚ କୁହାଯାଏ। ଆଉ ଯେତେବେଳେ ଆମେ ଆମ ନିଜ ମାଟିକୁ ଏବଂ ନିଜ ପରିଚୟକୁ ରକ୍ଷା କରିବା ବିଷୟରେ କଥା ହେଉଛୁ, ସେତେବେଳେ ଆମର ପରବର୍ତ୍ତୀ ପ୍ରଶ୍ନଟି ଆମ ହୃଦୟର ବହୁତ ପାଖାପାଖି। ଆମର ପ୍ରତିଷ୍ଠା ଦିବସ କଥା କହୁଛନ୍ତି କି? ହଁ, ପ୍ରଶ୍ନ 7 ହେଲା, ଉତ୍କଳ ଦିବସ କିମ୍ବା ଓଡ଼ିଶା ଦିବସ ପ୍ରତିବର୍ଷ କେବେ ପାଳନ କରାଯାଏ? ଅପସନ୍ଗୁଡ଼ିକ ହେଲା ଅପସନ୍ ଏ 26 ଜାନୁଆରୀ, ଅପସନ୍ ବି 15 ଅଗଷ୍ଟ, ଅପସନ୍ ସି 1 ଏପ୍ରିଲ ଏବଂ ଅପସନ୍ ଡି 2 ଅକ୍ଟୋବର। ଏହା ବୋଧହୁଏ ଆଜିର ସବୁଠାରୁ ସହଜ ପ୍ରଶ୍ନ। ହଁ, ଯାହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି 1 ଏପ୍ରିଲ। କିନ୍ତୁ ଏହି ତାରିଖର ଗୁରୁତ୍ୱ କେବଳ ଗୋଟିଏ ଉତ୍ସବରେ ସୀମିତ ନୁହେଁ। ନିଶ୍ଚିତ ଭାବରେ ନୁହେଁ। 1 ଏପ୍ରିଲ 1936ର ସେହି ଦିନଟି କେବଳ ଓଡ଼ିଶା ପାଇଁ ନୁହେଁ,
ସମଗ୍ର ଭାରତବର୍ଷର ଇତିହାସରେ ଏକ ନୂତନ ଅଧ୍ୟାୟ ଥିଲା। କିପରି? ମାନେ ଏହା ଥିଲା ଏକ ନୂଆ ଭୂ ରାଜନୈତିକ ବ୍ୟବସ୍ଥା ବା ଜିଓପଲିଟିକାଲ ମେକାନିଜିମର ଆରମ୍ଭ। ଭାଷା ଭିତ୍ତିରେ ଗଠିତ ହୋଇଥିବା ଭାରତର ପ୍ରଥମ ସ୍ୱତନ୍ତ୍ର ପ୍ରଦେଶ ଥିଲା ଓଡ଼ିଶା। ହଁ, ସେଇଟା ଗୋଟେ ବହୁତ ବଡ଼ ଐତିହାସିକ ପଦକ୍ଷେପ ଥିଲା। ବିଲକୁଲ, ଏହା ପ୍ରମାଣିତ କରିଥିଲା ଯେ କେବଳ ସାମ୍ରାଜ୍ୟ ନୁହେଁ, ବରଂ ମାତୃଭାଷା ଏବଂ ସାଂସ୍କୃତିକ ଏକତା ମଧ୍ୟ ଏକ ଭୌଗୋଳିକ ସୀମା ନିର୍ଦ୍ଧାରଣ କରିପାରେ। ଏହା ପରବର୍ତ୍ତୀ ସମୟରେ ସ୍ୱାଧୀନ ଭାରତରେ ରାଜ୍ୟ ପୁନର୍ଗଠନ ପାଇଁ ଏକ ମାର୍ଗଦର୍ଶକ ସାଜିଥିଲା। ସତରେ ଆମ ଇତିହାସ କେତେ ଗର୍ବ କରିବା ଭଳି। ଏବେ ପୁଣିଥରେ ଆମ ଭୌଗୋଳିକ ନକ୍ସାକୁ ଫେରିବା ଆଉ ଦେଖିବା କିପରି ଆମର ନଦୀଗୁଡ଼ିକ ଏକତ୍ରିତ ହୋଇ ନୂଆ ଭୂମି ଗଠନ କରନ୍ତି। ଆଚ୍ଛା, ପ୍ରଶ୍ନ 8 ପଢ଼ନ୍ତୁ। ପ୍ରଶ୍ନ 8 ହେଉଛି, କେଉଁ ନଦୀ ବ୍ରାହ୍ମଣୀ ନଦୀ ସହିତ ମିଶି ଓଡ଼ିଶାରେ ଏକ ପ୍ରମୁଖ ତ୍ରିକୋଣ ଭୂମି ବା ଡେଲ୍ଟା ଗଠନ କରେ? ବିକଳ୍ପ ଅଛି ଅପସନ୍ ଏ ସୁବର୍ଣ୍ଣରେଖା, ଅପସନ୍ ବି ବୈତରଣୀ, ଅପସନ୍ ସି ଋଷିକୁଲ୍ୟା ଏବଂ ଅପସନ୍ ଡି ବଂଶଧାରା। ଆଉ ଏହାର ଉତ୍ତର? ସଠିକ୍ ଉତ୍ତର ହେଉଛି ଅପସନ୍ ବି ବୈତରଣୀ। ଆମେ ପୂର୍ବରୁ ଉପନଦୀ ବିଷୟରେ କଥା ହେଉଥିଲେ, କିନ୍ତୁ ଦୁଇଟି ପ୍ରମୁଖ ନଦୀ ମିଶିବା ପରେ ପ୍ରକୃତରେ କ'ଣ ଘଟେ? ଏଠାରେ ଏକ ଚମତ୍କାର ଭୌଗୋଳିକ ଚେନ୍ ରିଆକ୍ସନ୍ ଦେଖିବାକୁ ମିଳେ। ବୁଝିଲେ ତ? କେମିତି? ଦେଖନ୍ତୁ, ବୈତରଣୀ ଏବଂ ବ୍ରାହ୍ମଣୀ ଉଭୟ ନଦୀ ଶହ ଶହ ମାଇଲ ଅତିକ୍ରମ କରି ଆସିବା ପରେ ବଙ୍ଗୋପସାଗରରେ ପଡ଼ିବା ପୂର୍ବରୁ ପରସ୍ପର ସହିତ ମିଶନ୍ତି। ଏତେ ବାଟରୁ ସେମାନେ ବୋହି ଆଣିଥିବା ଲକ୍ଷ ଲକ୍ଷ ଟନ୍ ପଟୁମାଟି ଯେତେବେଳେ ଗୋଟିଏ ଜାଗାରେ ଜମା ହୁଏ, ତାହା ଏକ ବିଶାଳ ଏବଂ ଉର୍ବର ତ୍ରିକୋଣଭୂମିର ରୂପ ନିଏ। ଆଉ ଏହି ତ୍ରିକୋଣଭୂମିରେ କ'ଣ ଅଛି ଜାଣିଛନ୍ତି? ଆମେ ଟିକେ ପୂର୍ବରୁ ପ୍ରଶ୍ନ 6ରେ ଯେଉଁ ଭିତରକନିକା ହେନ୍ତାଳ ବଣ ବିଷୟରେ ପଢ଼ିଲେ, ତାହା ପ୍ରକୃତରେ ଏହି ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ମିଳିତ ତ୍ରିକୋଣଭୂମି ଅଞ୍ଚଳରେ ହିଁ ଗଢ଼ି ଉଠିଛି। ଏକ ପ୍ରଶ୍ନର ମୂଳଦୁଆ। ନଦୀ ନ ମିଶିଲେ ଡେଲ୍ଟା ସୃଷ୍ଟି ହୋଇନଥାନ୍ତା, ଆଉ ଡେଲ୍ଟା ନଥିଲେ ମ୍ୟାଙ୍ଗ୍ରୋଭ୍ ନଥାନ୍ତା। ଠିକ୍ କହିଲେ। ଏହାକୁ ହିଁ କୁହାଯାଏ ବିଷୟବସ୍ତୁର ଗଭୀରତାକୁ ଯିବା। ତେବେ ନଦୀଗୁଡ଼ିକର ଏହି ସଙ୍ଗମସ୍ଥଳରୁ ଆମେ ଏବେ ଆମର ଶେଷ ପର୍ଯ୍ୟାୟକୁ ଯିବା, ଯେଉଁଠି ଇତିହାସରେ ଏକ ବଡ଼ ସଙ୍ଗମସ୍ଥଳ ଅଛି। ଆଚ୍ଛା। ପ୍ରଶ୍ନ 9 ମଧ୍ୟ ଏକ ବିବୃତ୍ତି ଭିତ୍ତିକ ପ୍ରଶ୍ନ, ଯାହା ପୂର୍ବ ଗଙ୍ଗବଂଶ ବିଷୟରେ ଅଛି। ଷ୍ଟେଟମେଣ୍ଟ 1 କହୁଛି, ସେମାନେ ମଧ୍ୟଯୁଗରେ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଶାସନ କରିଥିଲେ। ଷ୍ଟେଟମେଣ୍ଟ 2 କହୁଛି, ସେମାନେ ପୁରୀରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ଅପସନ୍ କ'ଣ ଅଛି? ବିକଳ୍ପଗୁଡ଼ିକ ହେଲା ଅପସନ୍ ଏ କେବଳ 1, ଅପସନ୍ ବି କେବଳ 2, ଅପସନ୍ ସି ଉଭୟ 1 ଏବଂ 2, ଅପସନ୍ ଡି 1 କିମ୍ବା 2 ମଧ୍ୟରୁ କୌଣସିଟି ନୁହେଁ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି, ଅର୍ଥାତ୍ ଉଭୟ ବିବୃତ୍ତି ସତ୍ୟ। ହଁ, ଉଭୟ ସତ୍ୟ ଅଟେ। ଆମେ ଜାଣୁ ଯେ ଚୋଣଗଙ୍ଗ ଦେବ ଏହି ମନ୍ଦିର ଆରମ୍ଭ କରିଥିଲେ, କିନ୍ତୁ ଏହି ଶାସନକାଳ ଏତେ ବିଶାଳ ହୋଇପାରିଲା କିପରି? ଦେଖନ୍ତୁ, 11ରୁ 1500 ଶତାବ୍ଦୀ ମଧ୍ୟରେ ପୂର୍ବଗଙ୍ଗ ବଂଶର ଶାସନକାଳ ଥିଲା ଓଡ଼ିଶାର ଏକ ସୁବର୍ଣ୍ଣ ଯୁଗ। ଏହି ସମୟରେ ରାଜ୍ୟ ପରିଚାଳନାରେ ଏକ ନୂତନ କୌଶଳ ବା ମେକାନିଜମ୍ ଦେଖିବାକୁ ମିଳିଥିଲା। ଆଚ୍ଛା, ସେମାନେ ବୋଧହୁଏ ଧର୍ମକୁ ଶାସନ ସହ ଯୋଡ଼ିଥିଲେ। ବିଲକୁଲ, ସେମାନେ କେବଳ ସୈନ୍ୟବଳ ଦ୍ୱାରା ନୁହେଁ, ବରଂ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ସମଗ୍ର ସାମ୍ରାଜ୍ୟର ଆଧ୍ୟାତ୍ମିକ ଏବଂ ପ୍ରଶାସନିକ କେନ୍ଦ୍ରବିନ୍ଦୁ କରି ଏକ ବିରାଟ ଅଞ୍ଚଳକୁ ଏକତ୍ରିତ କରି ରଖିପାରିଥିଲେ। ଏହି ବିଶାଳ ସାମ୍ରାଜ୍ୟ ଗଙ୍ଗା ନଦୀରୁ ଆରମ୍ଭ କରି ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପିଥିଲା। ବାପରେ, ଏତେ ବଡ଼ ଅଞ୍ଚଳ! ଏହା ପ୍ରକୃତରେ ଆମର ଏକ ସମୃଦ୍ଧ ଐତିହ୍ୟ। ଆଉ ଏବେ ଆମେ ପହଞ୍ଚି ଯାଇଛୁ ଆମର ଅନ୍ତିମ ପ୍ରଶ୍ନରେ, ଯାହା ଆମକୁ ପୁଣି ଥରେ ପ୍ରକୃତିର କୋଳକୁ ନେଇଯିବ। ଆସନ୍ତୁ ଦେଖିବା ଶେଷ ପ୍ରଶ୍ନ କ'ଣ ଅଛି। ପ୍ରଶ୍ନ 10 ହେଉଛି, ଓଡ଼ିଶାର କେଉଁ ହ୍ରଦ ନଳବଣ ପକ୍ଷୀ ଅଭୟାରଣ୍ୟ ପାଇଁ ପ୍ରସିଦ୍ଧ? ଏହାର ବିକଳ୍ପଗୁଡ଼ିକ ହେଲା ଅପସନ୍ ଏ ଅଂଶୁପା ହ୍ରଦ, ଅପସନ୍ ବି ଚିଲିକା ହ୍ରଦ, ଅପସନ୍ ସି କାଞ୍ଜିଆ ହ୍ରଦ ଏବଂ ଅପସନ୍ ଡି ସାରା ହ୍ରଦ। ଏହାର ଉତ୍ତର ତ ସମସ୍ତେ ଜାଣିଥିବେ। ହଁ, ବିନା କୌଣସି ସନ୍ଦେହରେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଚିଲିକା ହ୍ରଦ। କିନ୍ତୁ ଏହି ନଳବଣର ନାମକରଣ ଏବଂ ଏହାର ପ୍ରାକୃତିକ ପରିବର୍ତ୍ତନ ପଛରେ କ'ଣ ରହସ୍ୟ ରହିଛି? କାରଣ ମୁଁ ଶୁଣିଛି ଏହା କୁଆଡ଼େ ବର୍ଷର କିଛି ସମୟ ଉଭାନ ହୋଇଯାଏ। ଏଟା କ'ଣ ସତ? ହଁ, ସମ୍ପୂର୍ଣ୍ଣ ସତ। ଆଉ ସେଥିପାଇଁ ହିଁ ଏହା ଏତେ ସ୍ୱତନ୍ତ୍ର। ମାନେ ନଳ ଅର୍ଥାତ୍ ଏକ ପ୍ରକାର ଘାସ ଏବଂ ବଣ ଅର୍ଥାତ୍ ଜଙ୍ଗଲ। ଏହା ଚିଲିକା ହ୍ରଦର ମଧ୍ୟଭାଗରେ ଥିବା ଏକ ଦ୍ୱୀପ। ବର୍ଷା ଦିନେ ଯେତେବେଳେ ଚିଲିକାର ଜଳସ୍ତର ବୃଦ୍ଧି ପାଏ,
ଏହି ସମ୍ପୂର୍ଣ୍ଣ ଦ୍ୱୀପଟି ପାଣି ଭିତରେ ବୁଡ଼ିଯାଏ। ବୁଡ଼ିଯାଏ? ତାହେଲେ ପକ୍ଷୀମାନେ କେମିତି ଆସନ୍ତି? ସେଇଟା ତ ମଜା କଥା। ପାଣି ଭିତରେ ଥିବା ସମୟରେ ଏହି ଦ୍ୱୀପରେ ପ୍ରଚୁର ପରିମାଣରେ ଖାଦ୍ୟ ଏବଂ ପୋଷକ ତତ୍ତ୍ୱ ପ୍ରସ୍ତୁତ ହୁଏ। ଆଉ ତାପରେ ଯେତେବେଳେ ଶୀତ ଦିନ ଆସେ, ପାଣି କମିଯାଏ ଏବଂ ଏହି ଦ୍ୱୀପଟି କାଦୁଅରେ ଭରା ଏକ ଫିଡିଂ ଗ୍ରାଉଣ୍ଡ ବା ଖାଦ୍ୟକ୍ଷେତ୍ର ଭାବରେ ପୁଣି ଥରେ ମୁଣ୍ଡ ଟେକି ଉଠେ। ଓହୋ, ଠିକ୍ ସମୟରେ ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ଥାଏ। ହଁ, ଆଉ ଠିକ୍ ସେହି ସମୟରେ ସାଇବେରିଆ, କାସ୍ପିଆନ୍ ସାଗର ଏବଂ ୟୁରୋପର ବିଭିନ୍ନ ପ୍ରାନ୍ତରୁ ପ୍ରବାସୀ ପକ୍ଷୀମାନେ ହଜାର ହଜାର ମାଇଲ ଉଡ଼ି ଏଥର ପହଞ୍ଚନ୍ତି। ସେମାନେ ନିଜ ନିଜ ଦେଶରେ ଦିନର ଲମ୍ବ କମିବାରୁ ଜାଣିପାରନ୍ତି, ଯାହାକୁ ଆମେ ଫୋଟୋପିରିୟଡିଜମ୍ କହୁ। ସେଥିରୁ ସେମାନେ ସିଗ୍ନାଲ ପାଆନ୍ତି ଯେ ଏବେ ଉଡ଼ିବାର ସମୟ ଆସିଯାଇଛି। ଆରେ ବା! ମୁଁ ଯଦି ଏହାକୁ କଳ୍ପନା କରେ, ଏହା ଏକ ପ୍ରାକୃତିକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଭଳି ଲାଗୁଛି। ଯେମିତି ବିଭିନ୍ନ ଦେଶରୁ ବିମାନ ଆସି ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ରନୱେ ଉପରେ ଅବତରଣ କରନ୍ତି, ଠିକ୍ ସେମିତି ଏହି ପକ୍ଷୀମାନେ ନିଜର ଆଭ୍ୟନ୍ତରୀଣ ଘଣ୍ଟା ବା ବାୟୋଲୋଜିକାଲ କ୍ଲକକୁ ବ୍ୟବହାର କରି ଠିକ୍ ସମୟରେ ଆସି ଚିଲିକାର ଏହି ନଳବଣରେ ପହଞ୍ଚନ୍ତି। ବହୁତ ସୁନ୍ଦର ଭାବରେ ବୁଝାଇଲେ ଆପଣ। ଠିକ୍ ଅଛି, ଏବେ ଆମେ ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଛୁ। ଆମ ଶ୍ରୋତାମାନେ ନିଶ୍ଚୟ ଅନୁଭବ କରିପାରୁଥିବେ ଯେ ଆଜିର ଏହି ପ୍ରାକ୍ଟିସ୍ ସେଟ୍ 17ରୁ ଆମେ କେବଳ ପରୀକ୍ଷା ପାଇଁ 10ଟି ପ୍ରଶ୍ନର ଉତ୍ତର ପାଇଲେ ନାହିଁ, ବରଂ ଆମେ ବୁଝିଲେ ଯେ ଋଷିକୁଲ୍ୟାକୁ କଇଁଛମାନେ କିପରି ଖୋଜି ପାଆନ୍ତି। ଆଉ ଜୁଆଙ୍ଗ ଜନଜାତିର ପତ୍ର ପୋଷାକ ପଛରେ ଥିବା ଆଧ୍ୟାତ୍ମିକ ଦର୍ଶନ ବିଷୟରେ ଜାଣିଲେ। ହଁ, ଏବଂ ଲଷ୍ଟ ୱାକ୍ସ ପ୍ରଣାଳୀରେ ଢେଙ୍କାନାଳର କାରିଗରମାନେ କିପରି ନିଖୁଣ ଡୋକ୍ରା କଳା ସୃଷ୍ଟି କରନ୍ତି, ଆଉ ଭିତରକନିକାର ମ୍ୟାଙ୍ଗ୍ରୋଭ୍ ଚେର କିପରି ସମୁଦ୍ରର ଢେଉକୁ ପ୍ରତିହତ କରେ, ସେ କଥା ମଧ୍ୟ ବୁଝିଲେ। ଏହି ଜ୍ଞାନର ଆବଶ୍ୟକତା କେବଳ ପରୀକ୍ଷା ଖାତାରେ ସୀମିତ ନୁହେଁ, ଏହା ନିଜ ମାଟିକୁ ଚିହ୍ନିବାର ଏକ ଅନବରତ ପ୍ରୟାସ। ସମ୍ପୂର୍ଣ୍ଣ ସତ କଥା କହିଲେ। କିନ୍ତୁ ଯିବା ପୂର୍ବରୁ ଆମକୁ ଗୋଟିଏ ବିଷୟରେ ଗମ୍ଭୀରତାର ସହ ଚିନ୍ତା କରିବାକୁ ପଡ଼ିବ। କେଉଁ ବିଷୟରେ? ଆଜି ଆମେ ଯେଉଁ ମେକାନିଜମ୍ ବା ବ୍ୟବସ୍ଥାଗୁଡ଼ିକ ବିଷୟରେ ପଢ଼ିଲେ, ଚାହେ ତାହା ଅଲିଭ୍ ରିଡ୍ଲେ କଇଁଛଙ୍କ ପ୍ରଜନନ ହେଉ, ମ୍ୟାଙ୍ଗ୍ରୋଭ୍ ଗଛର ସୁରକ୍ଷା ବଳୟ ହେଉ, ନଳବଣକୁ ପ୍ରବାସୀ ପକ୍ଷୀଙ୍କର ଆଗମନ ହେଉ କିମ୍ବା ଡୋକ୍ରା ଭଳି ପ୍ରାଚୀନ କଳା ହେଉ, ତାହା ଶହ ଶହ ବର୍ଷ ଧରି ଚଲିଆସିଛି। କିନ୍ତୁ ବର୍ତ୍ତମାନର ଏହି ଦ୍ରୁତ ଆଧୁନିକୀକରଣ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ଯୋଗୁଁ ଏକ ବଡ଼ ପ୍ରଶ୍ନ ଉଠୁଛି। ଆମର ଆଗାମୀ ପିଢ଼ି କ'ଣ ଏହିସବୁ ପ୍ରାକୃତିକ ଓ ସାଂସ୍କୃତିକ ଐତିହ୍ୟକୁ ବାସ୍ତବରେ ଦେଖିପାରିବେ ଏବଂ ଏହାର ମୂଲ୍ୟ ବୁଝିପାରିବେ, ନା ସେମାନଙ୍କ ପାଇଁ ଏହା କେବଳ ଏକ ମଲ୍ଟିପଲ୍ ଚଏସ୍ ପ୍ରଶ୍ନର ଗୋଟିଏ ଅପସନ୍ ହୋଇ ରହିଯିବ? ବାପରେ, ସତରେ ଏହା ଏକ ଅତ୍ୟନ୍ତ ଚିନ୍ତାଜନକ ବିଷୟ। ପ୍ରକୃତିର ସେହି ଅଦୃଶ୍ୟ ଜିପିଏସ୍ ବ୍ୟବସ୍ଥା ଏବଂ ପକ୍ଷୀମାନଙ୍କର ସେହି ଆନ୍ତର୍ଜାତୀୟ ବିମାନବନ୍ଦର ଯେପରି କେବଳ ବହିର ପୃଷ୍ଠାରେ ବା ଏହିଭଳି ପ୍ରାକ୍ଟିସ୍ ସେଟ୍ରେ ସୀମିତ ନ ରହିଯାଏ, ସେଥିପାଇଁ ଆମ ସମସ୍ତଙ୍କୁ ଆଜିଠାରୁ ହିଁ ସଚେତନ ହେବାକୁ ପଡ଼ିବ। ଆଜି ପାଇଁ ଆମର ଏହି ବିଶ୍ଳେଷଣକୁ ଆମେ ଏତିକିରେ ରଖୁଛୁ। ଜ୍ଞାନର ଏହି ଅନ୍ୱେଷଣ ଏମିତି ହିଁ ଜାରି ରହୁ। ନୂଆ ନୂଆ ତଥ୍ୟ ଏବଂ ତା ପଛର ରହସ୍ୟ ସହିତ ପୁଣି ଭେଟ ହେବ। ସେ ପର୍ଯ୍ୟନ୍ତ ନୂଆ କିଛି ଶିଖିବାର ଆଗ୍ରହକୁ ବଜାୟ ରଖନ୍ତୁ। ବିଦାୟ।